ଦେଖନ୍ତୁ ମୁଁ ଗୁରୁଶ୍ରୀ ପ୍ରଫୁଲ୍ଲ ମହାରାଜ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ବୈଦିକ ଗୁରୁକୁଳମ ଓଡ଼ିଶା। ମୁଁ ଜଣେ ବି ବରିଷ୍ଠ କଳାକାର। ଆଜି ହ୍ୟୁମାନ ସାଗର ଭଳି ଗୋଟିଏ କଳାକାର ଆଉ ଜନ୍ମ ନେବେ କି ନାହିଁ ସନ୍ଦେହ। ତାର କଣ୍ଠସ୍ୱର ଯେପରି ଶାଣିତ, ତାର ଗୀତ ଯେପରି ଶାଣିତ, ତାର ମ୍ୟୁଜିକ୍ ଯେପରି ଶାଣିତ ଏବଂ ସେଇ ଗୀତକୁ ନେଇକି ସେ ଓଡ଼ିଶାରେ ଯେଉଁ ହଇଚଇ ସୃଷ୍ଟି କରିଥିଲା ସେଭଳି କଣ୍ଠସ୍ୱର ଆଉ ଆଗକୁ ଶୁଣିବାକୁ ମିଳିବ ନାହିଁ। ପ୍ରଥମ କଥା। ଦ୍ୱିତୀୟ କଥା, ତାର ମରିବାର ପ୍ରାୟ ମାସେ ପୁରିଗଲା ପରେ ତାର ମା ଏବଂ ସ୍ତ୍ରୀ ଯେଭଳି ଭାବରେ କହୁଛନ୍ତି ଯେ ଆମକୁ ନ୍ୟାୟ ଦରକାର। ମୋର କହିବାର କଥା, ନ୍ୟାୟ କିପରି ଦିଆଯିବ, କିଏ ଦବ? ପ୍ରଥମେ ଓଡ଼ିଶା ସରକାର ସେଭଳି ଗୋଟେ ବଳିଷ୍ଠ କଳାକାର ପାଇଁ ନିଜେ ଆଗକୁ ଆସିବା ଦରକାର। ଆପଣମାନଙ୍କ ଜରିଆରେ ମୁଁ ମୋହନ ମାଝୀ ଏବଂ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କରିଥିଲି ଏବଂ ଆଜି ବି ନିବେଦନ କରୁଛି, ପୁନଃ ତାର ନ୍ୟାୟ ପାଇଁ ଆପଣମାନେ ଟିକେ ସଜାଗ ହୁଅନ୍ତୁ। କୋଟି କୋଟି ଟଙ୍କା ତାଠାରୁ ତାର ଯେଉଁ ଥିଲା କି ବେହେରା ଗୋଟେ ଥିଲା, ସେ କୋଟି କୋଟି ଟଙ୍କା ଖାଇଛି ଦିନେଶ ବେହେରା। ଏବଂ ସେଇ ଯେଉଁ ଝିଅଟି ଥିଲା ଅର୍ପିତା, ସେ ମଧ୍ୟ ଏପର୍ଯ୍ୟନ୍ତ ତାକୁ ଧରାଗଲା ନାହିଁ। ୟା ଫଳରେ କ'ଣ ହେଉଛି, ଦେଶରେ ଆଗାମୀ ଦିନରେ ତ ଏଭଳି ଗୋଟେ କଳାକାର ଜନ୍ମ ହେବେ କି ନାହିଁ ସନ୍ଦେହ, କିନ୍ତୁ ମଲା ପରେ ମଧ୍ୟ ତା ପାଇଁ ଯେଉଁ କାର୍ଯ୍ୟ କରିବା କଥା ସରକାର କଲେ ନାହିଁ, କି ବିଭାଗ ମଧ୍ୟ ସଂସ୍କୃତି ବିଭାଗ ମଧ୍ୟ କିଛି କଲା ନାହିଁ। ଗୋଟେ ସାଧାରଣ ଲୋକଟିଏ ମଲେ କୌଣସି ରାଜନୈତିକ ଦଳର ଯେଭଳି ରାଜନୈତିକ ଲୋକମାନେ ତତ୍ପରତା ପ୍ରକାଶ କରିଥାନ୍ତି, ସେଭଳି ପ୍ରକାଶ କେହି କଳାକାର ମାନେ ମଧ୍ୟ ଆସିଲେ ନାହିଁ। ହ୍ୟୁମାନ ସାଗର ଏଭଳି ସଙ୍ଗୀତଜ୍ଞ ଯାହାର ନୀତି ଆଦର୍ଶ ବଞ୍ଚିଲା ବେଳେ ଅନେକ ସୁପରଷ୍ଟାର ହେଇଛନ୍ତି, ଅନେକ ପାଇଁ ଗୀତ ଗାଇଛନ୍ତି, କିନ୍ତୁ ତାଙ୍କ ମୃତ୍ୟୁ ପରେ କେହି ତାଙ୍କ ସହ ଯୋଗ ଦେଲେନି କି ତାଙ୍କୁ ସେମିତି କିଛି ଶୋକ ସଭା ଦେଖିବା ପାଇଁ ମିଳିଲାନି ଓଡ଼ିଆ ଇଣ୍ଡଷ୍ଟ୍ରିରେ। ଠିକ କଥା କହିଛନ୍ତି ଆପଣ। ହ୍ୟୁମାନ ସାଗର ପାଇଁ ସଙ୍ଗୀତ ବିଭାଗର ବା ସଙ୍ଗୀତଜ୍ଞ ମାନେ କେହି ଗୋଟେ ଆଗେଇ ଆସିକି ଆଜି ପର୍ଯ୍ୟନ୍ତ ତା ପାଇଁ ଗୋଟେ ଶୋକସଭା କି କରିପାରିଲେ ନାହିଁ। ଏବଂ ତା ମୃତ୍ୟୁରେ ସମସ୍ତେ ଯେମିତି କହନ୍ତି କୁମ୍ଭୀର କାନ୍ଦଣା କାନ୍ଦିଲା ବୋଲି, ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦିଲେ ଏବଂ ଧୀରେ ଧୀରେ ସେ କଥା ଯେମିତି ଲୁଚିଯିବ ସେ କଥାକୁ ମଧ୍ୟ ସେମାନେ ଏଡ଼େଇ ଗଲେ। କିନ୍ତୁ ଆଜି କଥା ଉଠୁଛି, ହ୍ୟୁମାନ ସାଗର ତ ଆଉ ଫେରିବେ ନାହିଁ। ତାଙ୍କ କଣ୍ଠସ୍ୱର ସବୁବେଳେ ପ୍ରଜ୍ୱଳିତ ହେଇକି ରହିବ। ତାଙ୍କ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ମଧ୍ୟ କିଛି କଲେ ନାହିଁ। ସମସ୍ତେ କୁହନ୍ତି ଯେ ହ୍ୟୁମାନ ସାଗର ଜଣେ ହେଉଛନ୍ତି ସୁନ୍ଦର କଣ୍ଠଶିଳ୍ପୀ, ସେ ବଞ୍ଚିଥିଲା ବେଳେ କିଛି କରାଗଲା ନାହିଁ, ମଲା ପରେ ମଧ୍ୟ କିଛି କରାଗଲା ନାହିଁ। ତାର ମାର ମଧ୍ୟ ସ୍ୱର ଆଗରୁ ନଥିଲା, କିନ୍ତୁ ମରିଗଲା ପରେ ତା ମା ଜଣେ ଶିକ୍ଷୟିତ୍ରୀ ଏବଂ କଳାକାର ଜଣେ, ସେ ମଧ୍ୟ ଆଗକୁ ଆସିକରି କହୁଛନ୍ତି ଯେ ମୋ ପୁଅ ପାଇଁ କିଛି କରାଯାଉ, ତାକୁ ନ୍ୟାୟ ପ୍ରଦାନ କରାଯାଉ। ତେଣୁ ଆପଣମାନଙ୍କ ଜରିଆରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କରୁଛି, ଆପଣମାନେ ପୁନଃ ଜାଗତ ହୁଅନ୍ତୁ। ମାସେ ମାତ୍ର ବିତିଛି, ଠିକ ଅଛି, ତା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରନ୍ତୁ ଏବଂ ତାର ଅର୍ଥକୁ ଯେଉଁମାନେ ହଡପ କରିଛନ୍ତି ତାକୁ ବାରମ୍ବାର ତାଙ୍କୁ ଧରିକିରି ଜେଲ ପଠାନ୍ତୁ ଏବଂ ତାଙ୍କଠାରୁ ଟଙ୍କା ଆଦାୟ କରିକିରି ତା ପରିବାରକୁ ଦିଅନ୍ତୁ। ତାର ଗୋଟେ ଝିଅଟିଏ ଅଛି, ତାର ଭବିଷ୍ୟତ ଅଛି। ଏସବୁକୁ ଯଦି ଓଡ଼ିଶା ସରକାର ନ କରନ୍ତି, ହ୍ୟୁମାନ ସାଗରର ଆତ୍ମା କେବେ ବି ଶାନ୍ତି ପାଇବ ନାହିଁ ଏବଂ ଆଗାମୀ ଦିନରେ ଏମିତି କେତେ ହ୍ୟୁମାନ ସାଗର ଜନ୍ମ ହେଇକି ମୃତ୍ୟୁ ବରଣ କରିବେ ତାର ମଧ୍ୟ ହିସାବ ରହିବ ନାହିଁ।